କଖାରୁ ଡଙ୍କକୁ ଯଦି ଏମିତି ଉପାୟରେ ବନେଇବେ ତାହେଲେ ବିନା ଭୋକରେ ବି 2 ଥାଳି ଭାତ କେତେବେଳେ ସରିଯିବ ଆପଣମାନେ ନିଜେ ବି ଜାଣିପାରିବେ ନାହିଁ। ଆଉ ଥରେ ଏମିତି ଉପାୟରେ ବନେଇଲେ ବାର ବାର ବନେଇବା ପାଇଁ ପସନ୍ଦ କରିବେ। ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ନିଶ୍ଚୟ ଗୋଟିଏ ସେୟାର କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ତଳେ ଥିବା ବ୍ଲାକ୍ କଲର ସବସ୍କ୍ରାଇବ୍ ବଟନରେ ପ୍ରେସ୍ କରି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍ର ଅଲ୍ ଅପସନ୍ରେ ପ୍ରେସ୍ କରନ୍ତୁ। ଜୟ ଜଗନ୍ନାଥ, ମୁଁ ସସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ସସ୍ମିତା ଷ୍ଟାର କିଚେନକୁ। ଆଜିର ତରକାରୀ ପାଇଁ ଏଇଠି ମୁଁ ନେଇଛି ଏତିକି କଖାରୁ ଡଙ୍କ। ଯେହେତୁ ମୁଁ ଓଡ଼ିଶା ବାହାରେ ରହୁଛି ମୋତେ ମାର୍କେଟରୁ କଖାରୁ ଡଙ୍କ ମିଳେ ନାହିଁ। ରେସିପି ବନେଇବା ପାଇଁ କଖାରୁ ମଞ୍ଜି ମୁଁ କୁଣ୍ଡରେ ଲଗେଇଥିଲି। ଦେଖନ୍ତୁ କେତେ ସୁନ୍ଦର ଗଛ ହେଇଛି। এই ଗଛରୁ ଏତିକି ଡଙ୍କ ମୁଁ କାଟି ନେଇଥିଲି। ଚାଲନ୍ତୁ ଡଙ୍କରୁ ଶାଗକୁ ଅଲଗା କରିବା। ପ୍ରଥମେ ଡଙ୍କରୁ ଶାଗ ଗୁଡ଼ିକୁ କାଟି ବାଦ କରିବା, ତାପରେ ଡଙ୍କକୁ କାଟିବା। ଡଙ୍କକୁ କାଟିବା ପୂର୍ବରୁ ଡଙ୍କ ସାଇଡରେ ଥିବା এই ସୂତା ଗୁଡ଼ିକୁ କାଟି ବାଦ କରିବା। ତାପରେ ଆମେ ଡଙ୍କକୁ କାଟିବା, ଛୋଟ ଛୋଟ ପିସେସରେ କାଟିବା। ଅଳ୍ପ କାଟିବେ, ଦୁଇ ପଟରୁ ଟାଣି ଆଣିବେ। ଦେଖିବେ ଡଙ୍କରେ ଥିବା ସୂତା ବହୁତ ସହଜରେ ବାହାରିଯିବ। ଡଙ୍କରେ এই ସୂତା ରହିଲେ ଖାଇବା ପାଇଁ ଭଲ ଲାଗେ ନାହିଁ। ତାପରେ ଶାଗକୁ ବାଛିବା। ଶାଗର ତଳପଟରୁ ଏମିତି ଟାଣିବେ, ଦେଖିବେ ଧଳା ସୂତା ବାହାରିଯିବ। এই ଧଳା ସୂତା ବାହାରିଗଲେ ଶାଗ ଖାଇବା ପାଇଁ ଭଲ ଲାଗିବ। এই ଉପାୟରେ ବାହାର କରିବେ, ଦେଖିବେ ସହଜରେ ବାହାରିଯିବ। କଖାରୁ ବା ବୋଇତାଳୁ ପତ୍ର ଟିକେ ଟାଣ ଆଉ ଟାଉଁସିଆ ଲାଗେ। ସୂତା ବାହାର କରିସାରିବା ପରେ ଦୁଇ ହାତରେ ଟିକେ ମକଚି ଦେବେ, ପତ୍ର ନରମ ହେଇଯିବ। ଏଠି ଦେଖନ୍ତୁ ସବୁ ଡଙ୍କ ଆଉ ଶାଗକୁ ଆମେ କାଟି ନେଲେ। ଏତିକି ସୂତା ବାହାରିଲା। এই ସୂତା ବାହାରିଗଲେ ତରକାରୀରେ ଖାଇବା ପାଇଁ ଭଲ ଲାଗିବ। ତାପରେ ଆମେ ଶାଗକୁ କାଟିବା। ଶାଗକୁ ଛୋଟ ଛୋଟ କରି କାଟି ନେବା। ଶାଗ ତଳପଟରେ ଥିବା ପତଳା ନାଡ଼ ଗୁଡ଼ିକୁ ଆମେ ସେମିତି ଛୋଟ ଛୋଟ କରି କାଟି ନେବା। ସବୁ ଶାଗକୁ କାଟି ସାରିବା ପରେ ପାଣିରେ ଭଲ ଭାବରେ ଧୋଇ ଆଣିବା। ଏତିକି ଶାଗ ସହିତ ଆମକୁ କିଛି ପନିପରିବା ବି ଦରକାର। ଏଠି ମୁଁ ଗୋଟେ ମିଡ଼ିୟମ୍ ସାଇଜ୍ର ବାଇଗଣ, ଗୋଟେ ମିଡ଼ିୟମ୍ ସାଇଜ୍ର ଆଳୁ, ଅଳ୍ପ କଖାରୁ, ଗୋଟେ ସାରୁ ନେଇଛି। ସବୁ ପନିପରିବା ଗୁଡ଼ିକୁ ଛୋଟ ପିସେସରେ କାଟି ନେବେ। ଆଳୁ ଆଉ କଖାରୁର ଚୋପା ରଖି କାଟିବେ, ତରକାରୀରେ ଘାଣ୍ଟିବ ନାହିଁ। ସାରୁକୁ ଛୋଟ ପିସେସରେ କାଟି ନେବେ। ସାରୁ ଟାଣ ପରିବା, ସିଝିବା ପାଇଁ ଅଧିକ ସମୟ ଲାଗିବ। ବାଇଗଣ କାଟି ସାରିବା ପରେ ପାଣିରେ ରଖିବେ, ବାଇଗଣ କଳା ପଡ଼ିବ ନାହିଁ। ଶାଗକୁ ଧୋଇ ସାରିବା ପରେ ଗୋଟେ ଛାଙ୍କୁଣୀରେ ରଖିବେ, ଶାଗରେ ଥିବା ସବୁ ଏକ୍ସଟ୍ରା ପାଣି ବାହାରିଯିବ। ଚାଲନ୍ତୁ ତରକାରୀ ବନେଇବା ଷ୍ଟାର୍ଟ କରିବା। କଢ଼େଇ ଗରମ କରି 2 ବଡ଼ ଚାମଚ ସୋରିଷ ତେଲ ଗରମ କରିବା। ତେଲ ଗରମ ହେଇଯିବା ପରେ 10-12ଟି ବିରି ବଡ଼ିକୁ ଭାଜିବା। এই ତରକାରୀରେ ଅଳ୍ପ ବଡ଼ି ଦେଲେ ଖାଇବା ପାଇଁ ବହୁତ ବଢ଼ିଆ ଲାଗେ। ଲୋ ମିଡ଼ିୟମ୍ ଫ୍ଲେମ୍ରେ ବଡ଼ିକୁ ଟିକେ ଲାଲ କଲର ହେଲା ପର୍ଯ୍ୟନ୍ତ ଭାଜିବା। ବଡ଼ି ଭାଜିଯିବା ପରେ ବାହାରକୁ ବାହାର କରି ଆଣିବା। ସେହି ତେଲରେ ଅଧା ଛୋଟ ଚାମଚ ପଞ୍ଚଫୁଟଣ ଦେବା, 2ଟି ଶୁଖିଲା ଲଙ୍କା ଦେବା। ପଞ୍ଚଫୁଟଣ ତେଲରେ ଭଲ ଭାବରେ ଫୁଟିଯିବା ପରେ ଗୋଟେ ବଡ଼ ସାଇଜ୍ର ପିଆଜ ଦେବା। ତାପରେ ମିଡ଼ିୟମ୍ ଫ୍ଲେମ୍ରେ ପିଆଜକୁ କେବଳ 1ରୁ 2 ମିନିଟ୍ ପର୍ଯ୍ୟନ୍ତ ହାଲକା ଭାଜିବା। ବେଶୀ ପୋଡ଼ିବେ ନାହିଁ, କେବଳ ପିଆଜର କଞ୍ଚା ବାସ୍ନା ଯିବା ପର୍ଯ୍ୟନ୍ତ ହାଲକା ଭାଜିବା। ପିଆଜ ହାଲକା ଭାଜିଯିବା ପରେ ଆମେ କାଟି ରଖିଥିବା ସବୁ ପନିପରିବା ଗୁଡ଼ିକୁ ଦେବା। ତାପରେ ପନିପରିବା ଆଉ ଶାଗକୁ ଦେଖି ସ୍ୱାଦ ଅନୁସାରେ ଲୁଣ ଦେବା, ଅଧା ଛୋଟ ଚାମଚ ହଳଦୀ ଗୁଣ୍ଡ ଦେବା। ତାପରେ ଆମେ ପନିପରିବା ଗୁଡ଼ିକୁ ମିଡ଼ିୟମ୍ ଫ୍ଲେମ୍ରେ ଭାଜିବା। ଯେହେତୁ ଆମେ ବାଇଗଣ ଦେଇଛୁ, ମିଡ଼ିୟମ୍ ଫ୍ଲେମ୍ରେ ଭାଜିଲେ ବାଇଗଣ ଦରସିଝା ରହିବ ନାହିଁ। କିନ୍ତୁ ଭାଜିବା ସମୟରେ ଆମେ ମିଡ଼ିୟମ୍ ଫ୍ଲେମ୍ରେ 2 ମିନିଟ୍ ଲେଖାଏଁ 2 ଥର କଭର କରି ଭାଜିବା, ଯାହାଦ୍ୱାରା ବାଇଗଣ ଭଲ ଭାବରେ ସିଝିଯିବ। ସେହି ଭିତରେ ଚାଲନ୍ତୁ ଦେଖିବା ତରକାରୀ ପାଇଁ କ'ଣ ମସଲା ଦରକାର। এই ମସଲାକୁ ଅଧା ଘଣ୍ଟା ପୂର୍ବରୁ ମୁଁ ବାଟି ରଖିଥିଲି। ଚାଲନ୍ତୁ ଦେଖିବା এই ମସଲାରେ କ'ଣ କ'ଣ ମୁଁ ଦେଇଛି। 2 ଛୋଟ ଚାମଚ ହଳଦିଆ ସୋରିଷ। ହଳଦିଆ ସୋରିଷ ବଦଳରେ ଆପଣମାନେ କଳା ସୋରିଷ ଦେଇପାରିବେ, କିନ୍ତୁ ହଳଦିଆ ସୋରିଷ ଦେଲେ ଟେଷ୍ଟ ଭଲ ଆସିବ। ତା ସହିତ ଦେବା ଗୋଟେ ଛୋଟ ଚାମଚ କଞ୍ଚା ଜିରା। ଯଦି ଆପଣମାନେ ଶୁଖିଲା ଲଙ୍କା ଦେବା ପାଇଁ ଚାହିଁବେ 1ରୁ 2ଟି ଦେଇପାରିବେ। ଏବେ ତରକାରୀର ଟେଷ୍ଟ ବଢ଼ାଇବା ପାଇଁ ଗୋଟେ ଛୋଟ ଚାମଚ ପୋସ୍ତ ଦେବା। ଯଦି ପୋସ୍ତ ଥିବ ଦେବେ, ଯଦି ନଥିବ କେବଳ ସୋରିଷ ଦେଇ এই ମସଲାକୁ ବନେଇ ପାରିବେ। ପ୍ରଥମେ ପାଣି ଦେବା ନାହିଁ, ଶୁଖିଲା ଗ୍ରାଇଣ୍ଡ କରି ଆଣିବା। ଶୁଖିଲା ଗ୍ରାଇଣ୍ଡ କରି ତାପରେ ପାଣି ଦେଇ ମସଲାକୁ ବାଟିଲେ ମସଲା ପୁରା ଚିକଣ ଭାବରେ ବାଟିଯାଏ। ତା ସହିତ ଦେବା ଅଧା ଇଞ୍ଚର ଅଦା, 8-10ଟି ରସୁଣ। ଏଠି ମୁଁ ବଡ଼ ସାଇଜ୍ର ରସୁଣ ନେଇଛି, ସେଥିପାଇଁ 5ଟି ଦେଲି। ରାଗ ପାଇଁ 2ଟି କଞ୍ଚା ଲଙ୍କା, 2-3 ପିଞ୍ଚ ଲୁଣ, ଅଳ୍ପ ହଳଦୀ ଗୁଣ୍ଡ ଦେବା। ବେସର ମସଲା ବାଟିବା ସମୟରେ ଅଳ୍ପ ଲୁଣ ହଳଦୀ ଦେଇ ବାଟିଲେ ବେସର ମସଲା ଜମା ବି ପିତା ଲାଗେ ନାହିଁ। ଦରକାର ମୁତାବକ ପାଣି ଦେଇ ମସଲାକୁ ପୁରା ଚିକଣ କରି ବାଟି ଆଣିବା। ତରକାରୀ ବନେଇବାର ଅଧା ଘଣ୍ଟା ପୂର୍ବରୁ এই ମସଲାକୁ ବାଟି ରଖିବେ। ତରକାରୀର ଟେଷ୍ଟ ବହୁତ ବଢ଼ିଆ ଆସିବ। ସେପଟେ ଚାଲନ୍ତୁ ପନିପରିବା ଗୁଡ଼ିକୁ ଚେକ୍ କରିବା। ଆମେ ମିଡ଼ିୟମ୍ ଫ୍ଲେମ୍ରେ 2 ମିନିଟ୍ ଲେଖାଏଁ 2 ଥର, ତାମାନେ ମିଡ଼ିୟମ୍ ଫ୍ଲେମ୍ରେ
4 ମିନିଟ୍ କଭର କରି ଭାଜି ନେଇଥିଲେ। ଦେଖନ୍ତୁ ପନିପରିବାରେ ଜମା ବି ପାଣି ନାହିଁ, ବାଇଗଣର କଲର ଜମା ବି ଖରାପ ହୋଇନାହିଁ। ଏବେ ଆମେ ଗ୍ୟାସର ଫ୍ଲେମ୍ ପୁରା ଲୋ ରଖିବା, ବାଟି ରଖିଥିବା ବେସର ମସଲାକୁ ଦେବା, ତା ସହିତ ଗ୍ରାଇଣ୍ଡର ଜାର୍ ଧୋଇ 4-5 ଚାମଚ ପାଣି ଦେବା। ବେସର ମସଲା ଦେବା ସମୟରେ ଗ୍ୟାସର ଫ୍ଲେମ୍ ପୁରା ଲୋ ରଖିବେ, ସାଙ୍ଗେ ସାଙ୍ଗେ ଅଳ୍ପ ପାଣି ଦେବେ, ତାହେଲେ ବେସର ମସଲା ଜମା ବି ପିତା ଲାଗିବ ନାହିଁ। ତରକାରୀରେ ଭଲ କଲର ପାଇଁ ଅଧା ଛୋଟ ଚାମଚ କାଶ୍ମୀରୀ ଲଙ୍କା ଗୁଣ୍ଡ ଦେବା, ତାପରେ ଲୋ ଫ୍ଲେମ୍ରେ କେବଳ 1ରୁ 2 ମିନିଟ୍ ପର୍ଯ୍ୟନ୍ତ ମସଲାକୁ କଷିବା। ବେସର ମସଲାକୁ ବେଶୀ ସମୟ କଷିଲେ ତରକାରୀରେ ପିତା ଲାଗେ। 2 ମିନିଟ୍ ପରେ ଏଠି ଦେଖନ୍ତୁ ମସଲାର କଲର ଚେଞ୍ଜ ହେଇଗଲାଣି, ମସଲା ଆମର କଷିଗଲାଣି। ଏବେ ପନିପରିବା ଗୁଡ଼ିକୁ ସିଝିବା ପାଇଁ ଅଳ୍ପ ପାଣି ଦେବା, ବେଶୀ ପାଣି ଦେବେ ନାହିଁ। ଏହି ତରକାରୀକୁ ଆମେ ବେଶୀ ଝୋଳ କରିବା ନାହିଁ। ପାଣି ଦେବା ପରେ ଗ୍ୟାସର ଫ୍ଲେମ୍ ହାଇ ରଖିବା, ପାଣି ବହୁତ ଜଲ୍ଦି ଫୁଟିଯିବ। ପାଣି ଥରେ ଫୁଟି ଆସିଲେ ମିଡିୟମ ଫ୍ଲେମ୍ରେ କେବଳ 4ରୁ 5 ମିନିଟ୍ କଭର କରିବା। ପନିପରିବା ଗୁଡ଼ିକୁ କେବଳ 70ରୁ 80% ସିଝେଇବା, ବାକି ପନିପରିବା ଗୁଡ଼ିକୁ ଆମେ ଶାଗ ଦେବା ପରେ ସିଝେଇବା। ଏଇଠି ଦେଖନ୍ତୁ ଟାଣ ପରିବା ଭିତରେ ଆମେ ଆଳୁ ନେଇଥିଲେ, ଆଳୁ ପାଖାପାଖି 80% ସିଝି ଯାଇଛି। ପନିପରିବା ଏତିକି ସିଝିଯିବା ପରେ କାଟି ରଖିଥିବା ଶାଗକୁ ଦେବା। ଶାଗ ସିଝିବା ପାଇଁ ବେଶୀ ସମୟ ଲାଗିବ ନାହିଁ, ପ୍ରଥମରୁ ଦେଇଥିଲେ ଶାଗ ବେଶୀ ସିଝି ଯାଇଥାନ୍ତା। ଶାଗକୁ ପନିପରିବା ସହିତ ଗୋଳେଇ ନେବା। ଏବେ ଗ୍ୟାସର ଫ୍ଲେମ୍ ମିଡିୟମ ରଖି କେବଳ 4ରୁ 5 ମିନିଟ୍ କଭର କରିବା, ଯାହାଦ୍ୱାରା ଶାଗରୁ ଯେତିକି ପାଣି ବାହାରିବ ସେହି ପାଣିରେ ଶାଗ ଆଉ ପନିପରିବା ସବୁ ଭଲ ଭାବରେ ସିଝିଯିବ। 5 ମିନିଟ୍ ପରେ ଏଠି ଆମ ତରକାରୀର ଫାଇନାଲ ଲୁକ୍ ଦେଖନ୍ତୁ। ଝୋଳ ଏତିକି ପାଣି ରଖିବେ, କାହିଁକି ନା ତରକାରୀ ଥଣ୍ଡା ହେଲା ପରେ ଝୋଳ ଆଉ ଟିକେ କମିଯିବ। ଏଇଠି ଦେଖନ୍ତୁ ଶାଗ ଆଉ ପନିପରିବା ଭଲ ଭାବରେ ସିଝି ଯାଇଛି, ପରସ୍ପର ମିଶି ଯାଇଛନ୍ତି। ତରକାରୀ ଏମିତି ଲଟପଟିଆ ରହିଲେ ଖାଇବା ପାଇଁ ଭଲ ଲାଗିବ। ଶେଷରେ ଭାଜି ରଖିଥିବା ବଡ଼ିକୁ ଦେବା, ଯଦି ଆପଣମାନେ ବିରି ବଡ଼ି ଦେବେ ତାହେଲେ ଶେଷରେ ଦେବେ। ଏବେ ଆମ ରେଡ଼ି ହେଇଗଲା କଖାରୁ ଡଙ୍କ ରାଇ ବା କଖାରୁ ଶାଗ ବେସର। ଡଙ୍କ ବି ଦେଖନ୍ତୁ ଭଲ ଭାବରେ ସିଝି ଯାଇଛି। ଆପଣମାନେ ଏଇ ପ୍ରୋସେସରେ ନିହାତି ଥରେ ବନାନ୍ତୁ, ଆଉ କେମିତି ଲାଗିଲା ନିଶ୍ଚୟ ମୋତେ କମେଣ୍ଟସ୍ କରି ଜଣାଇବେ। ତାହେଲେ ଆଜି ପାଇଁ ରହିଲି, ପୁଣି ଦେଖା ହେବା ନୂଆ ରେସିପିରେ। ଧନ୍ୟବାଦ।